ଆମର ବର୍ଷା ଦିନ ଆସିବା ସହିତ ପ୍ରାୟ ତହସିଲଦାର ବିଡିଓ ଏବଂ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନେ ସାଧାରଣତଃ ବର୍ଷା ପାଇଁ ସତର୍କରେ ଥାଆନ୍ତି। ଆମର ବର୍ଷା ଦିନ ପୂର୍ବରୁ ଯେଉଁ ପ୍ରିପାରେଟରୀ ମିଟିଂ ହେଇଥିଲା ସେ ଅନୁସାରେ କେଉଁ ଜାଗାରେ ଫୁଡ୍ ଷ୍ଟପ୍ ରହିବ, ଆଉ ସହରର ପରିମଳ ବ୍ୟବସ୍ଥା କେମିତି ମ୍ୟାନେଜ୍ କରାଯିବ ଏବଂ କେଉଁ ଜାଗାରେ ୱାଟର ଲଗିଂ ପଏଣ୍ଟ ଅଛି ଏବଂ ତାକୁ କେମିତି ସେ ନାଳ ଗୁଡ଼ାକ ସଫା ହେବ, ଏସବୁ ବ୍ୟବସ୍ଥା ମଧ୍ୟ କରାଯାଇଛି। ଯେହେତୁ ବର୍ତ୍ତମାନ ବର୍ଷା ହେବାର ସମ୍ଭାବନା ଅଛି, ସେ ଦୃଷ୍ଟିରୁ ମଧ୍ୟ ଆମର ବିଡିଓ ତହସିଲଦାର ଏବଂ ଆମର ସାଧାରଣତଃ ଏସ୍ଏମ୍ସି ଏରିଆରେ ୱାଟର ଲଗିଂ ହେବାର ସମ୍ଭାବନା ଥାଏ। ତେଣୁ ଏସ୍ଏମ୍ସି କମିଶନର ମଧ୍ୟ ପ୍ରସ୍ତୁତ ଅଛନ୍ତି। ଯେକୌଣସି ପରିସ୍ଥିତି ଆସିବ ତାକୁ ଆମେ ନିଶ୍ଚିତ ଭାବରେ କାଉଣ୍ଟର କରିବା ପାଇଁ ପ୍ରସ୍ତୁତ ଅଛୁ। ଆଉ ୱାଟର ଲଗିଂ ପରିସ୍ଥିତି ଉପୁଜିଲେ ଯଦି ଦରକାର ପଡ଼ିବ, ଯଦି ବ୍ୟାକ୍ ୱାଟର ପଶେ ସେତେବେଳେ ପମ୍ପ ଲଗେଇକି ମଧ୍ୟ ବାହାର କରାଯିବ। ପ୍ରଶାସନ ସବୁ କ୍ଷେତ୍ରରେ ପ୍ରସ୍ତୁତ ଅଛି। କିଛି ଆଶା ସେମିତି ନାହିଁ ଯେ ଯେକୌଣସି ଅପ୍ରୀତିକର ଘଟଣା ଘଟିବ। ତେଣୁ ପ୍ରଶାସନ ସବୁ ଭାବରେ ତତ୍ପର ଅଛି। ସେ ପ୍ରକାର ସିଚୁଏସନ୍ ଆସିଲେ ବିଭିନ୍ନ ସ୍କୁଲ ମାନଙ୍କରେ ମଧ୍ୟ ଅଛି ଆଶ୍ରୟସ୍ଥଳ ଖୋଲିବାର ମଧ୍ୟ ସମ୍ଭାବନା ଅଛି। ଯେହେତୁ ସେ ପ୍ରକାର ସ୍ଥିତି ଆସିନାହିଁ, ଆଉ ତେଣୁ ଆମର ବିଭିନ୍ନ ସ୍କୁଲ ଯେଉଁ ପଏଣ୍ଟ ଗୁଡ଼ାକରେ ପୂର୍ବ ବର୍ଷମାନଙ୍କରେ ସାଧାରଣତଃ ଆଶ୍ରୟସ୍ଥଳ କରାଯାଇଥାଏ, ସେ ପଏଣ୍ଟ ମାନଙ୍କରେ ମଧ୍ୟ ହେଉଛି ପ୍ରସ୍ତୁତ ଅଛନ୍ତି। ଯଦି ଆବଶ୍ୟକତା ପଡ଼ାଯିବ ଏଭାକୁଏସନ୍ କରାଯିବ।